ଜୟ ଜଗନ୍ନାଥ ପିଲାମାନେ, ଆଜି ଆମେ ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ ବହିର ଜନ୍ମଭୂମି ପାଠର ପାଠ୍ୟପୁସ୍ତକର ଅଭ୍ୟାସ ପ୍ରଶ୍ନୋତ୍ତର ଗୁଡ଼ିକୁ ଦେଖିବା। ଚାଲ ଦେଖିବା। ପ୍ରଶ୍ନ ନମ୍ବର 1 ର କ ଆମେ ଯେଉଁ ଦେଶରେ ଜନ୍ମ ଲାଭ କରିଛୁ ତାହାକୁ କ'ଣ ବୋଲି କହିବା? ଉତ୍ତର ହେବ ଆମେ ଯେଉଁ ଦେଶରେ ଜନ୍ମ ଲାଭ କରିଛୁ ତାହାକୁ ଜନ୍ମଭୂମି ବୋଲି କହିବା। ପ୍ରଶ୍ନ ନମ୍ବର ଖ ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ କ'ଣ ଦିଏ? ଉତ୍ତର ହେଲା ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ ଫଳ ଓ ଶସ୍ୟ ପ୍ରଦାନ କରେ। ତାହାର ବାୟୁ ଆମ ନିଶ୍ୱାସ ପ୍ରଶ୍ୱାସରେ ପ୍ରଭାବିତ ହୁଏ। ତାହାର ସ୍ନିଗ୍ଧ ସ୍ୱଚ୍ଛ ଜଳରେ ଆମ ଶୋଷ ଦୂର ହୁଏ। ପ୍ରଶ୍ନ ନମ୍ବର ଗ ଜନ୍ମଭୂମି କାହା ସହିତ ତୁଳନୀୟ? ଉତ୍ତର ହେଲା ଜନ୍ମଭୂମି ମା' ସହିତ ତୁଳନୀୟ। ପ୍ରଶ୍ନ ନମ୍ବର ଘ ପରିବାରରେ ଫୁଟିଲା ଫୁଲମାନେ କିଏ? ଉତ୍ତର ହେଲା ଫୁଟିଲା ଫୁଲ ଉଦ୍ୟାନର ଶୋଭା ବଢ଼ାଇଥାଏ। ସେହିପରି ସ୍ନେହର ପିତୁଲା ଭାଇ ଭଉଣୀମାନେ ଫୁଟିଲା ଫୁଲ ପରି ପରିବାରକୁ ସୁଖମୟ ଓ ସୁନ୍ଦର କରିଥାନ୍ତି। ପ୍ରଶ୍ନ ନମ୍ବର ମ ମଣି ଓ ମୁକୁତା କେଉଁଠି ସାଇତି ହୋଇ ରହିଛି? ଉତ୍ତର ହେଲା ଆମ ଦେଶରେ ଅନେକ ଖଣିଜ ସମ୍ପଦ ଭରପୁର ହୋଇ ରହିଛି। ଆମ ଦେଶର ଖଣିମାନଙ୍କରେ ମଣି ଓ ସାଗର ଗର୍ଭରେ ମୁକ୍ତା ସାଇତି ହୋଇ ରହିଛି। ପ୍ରଶ୍ନ ନମ୍ବର ଚ ଜନ୍ମଭୂମି ପ୍ରତି ଆମର କି କର୍ତ୍ତବ୍ୟ ରହିଛି? ଉତ୍ତର ହେବ ଜନ୍ମଭୂମି ଆମର ଜନନୀ ପରି। ଜନ୍ମଭୂମିର ଗୌରବ ରକ୍ଷା ତଥା ଦେଶବାସୀଙ୍କ ସେବା କରିବା ଆମ ଜୀବନର ପରମ କର୍ତ୍ତବ୍ୟ ହେବା ଉଚିତ। ପ୍ରଶ୍ନ ନମ୍ବର ଛ କେଉଁମାନଙ୍କ ନାମ ଲୋକମୁଖରେ କାଲକାଲେ ରହେ? ଉତ୍ତର ହେଲା ଯେଉଁ ମହାପୁରୁଷମାନେ ନିଜ ଦେଶର ମଙ୍ଗଳ ପାଇଁ ଆପଣାର ଶରୀରକୁ ଦାନ କରିଛନ୍ତି, ନିଜର ସୁଖ ଶାନ୍ତି, ଘର ପରିବାରକୁ ଭୁଲି ଭିକ୍ଷା ଥାଲ ଧରି ଘର ଘର ବୁଲିଛନ୍ତି, ଏପରିକି ଲୋକଙ୍କର ମଙ୍ଗଳ ପାଇଁ ବହୁ କଷ୍ଟ ସହିଛନ୍ତି, ସେହିମାନଙ୍କ ନାମ ଲୋକମୁଖରେ କାଲେ କାଲେ ରହେ। ପ୍ରଶ୍ନ ନମ୍ବର 2 ତିନୋଟି ଏକଜାତୀୟ ଶବ୍ଦ ସହିତ ଯେଉଁ ଭିନ୍ନ ଜାତୀୟ ଶବ୍ଦଟି ଅଛି ତାହାକୁ ବାଛି ଲେଖ। କ ହେଲା ବାୟୁ, ପବନ, ଆନନ୍ଦ, ଅନିଳ। ଭିନ୍ନ ଜାତୀୟ ଶବ୍ଦ ହେଲା ଆନନ୍ଦ। ପ୍ରଶ୍ନ ନମ୍ବର ଖ ଜନନୀ, ମାତା, ମା, ପିତା। ଭିନ୍ନ ଜାତୀୟ ଶବ୍ଦ ହେଲା ପିତା। ରବି, କବି, ସୂର୍ଯ୍ୟ, ତପନ। ଭିନ୍ନ ଜାତୀୟ ଶବ୍ଦ ହେଉଛି କବି। ବିହଗ, ନକ୍ଷତ୍ର, ବିହଙ୍ଗମ ପକ୍ଷୀ। ଏଥିରେ ଭିନ୍ନ ଜାତୀୟ ଶବ୍ଦ ହେଉଛି ନକ୍ଷତ୍ର। ବଣ, ଜଙ୍ଗଲ, ପର୍ବତ, କାନନ। ଭିନ୍ନ ଜାତୀୟ ଶବ୍ଦ ହେଉଛି ପର୍ବତ। ପରବର୍ତ୍ତୀ ପ୍ରଶ୍ନ ନମ୍ବର 3 ମନେ ପକାଇ କବିତାଂଶକୁ ପୂରଣ କର। କ ହେଲା ଯାର ଫଳ ଶସ୍ୟ କରି ଡ୍ୟାସ୍ ଧାରଣ। ଏହାର ଉତ୍ତର ହେବ ଜୀବନ। ଜୀବନ ଧାରଣ। ଯେ ଦେଶେ ଅଛନ୍ତି ମୋର ପ୍ରିୟ ଡ୍ୟାସ୍ ମୋର ପ୍ରିୟ ପରିବାର। ସ୍ନେହର ପିତୁଲା ଡ୍ୟାସ୍ ସକଲେ। ସ୍ନେହର ପିତୁଲା ଭାଇ ଭଉଣୀ ସକଲେ। ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଲ ଡ୍ୟାସ୍ ସୁନୀଲ ଆକାଶେ। ହେଲା ଯେଉଁ ଦେଶ କାନନେ ଶୋଭେ ଡ୍ୟାସ୍। ଉତ୍ତର ହେବ ଏହାର କେତେ ତୋରା ଫୁଲ। ପରବର୍ତ୍ତୀ ପ୍ରଶ୍ନ ନମ୍ବର 4 ସରଳ ଭାବରେ ଅର୍ଥ ବୁଝାଇ ଲେଖ। ପ୍ରଶ୍ନ ନମ୍ବର କ ସେହି ମୋର ଜନ୍ମଭୂମି ଜନନୀ ସମାନ ଧରାତଲେ କାହିଁ ଅଛି ତା ସମାନ ସ୍ଥାନ। ଉତ୍ତର ହେଲା ଉକ୍ତ ପଦ୍ୟାଂଶଟି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖିତ ଜନ୍ମଭୂମି କବିତାର ଉଦ୍ଧୃତ। ଏଠାରେ କବି ଜନ୍ମଭୂମିର ପରିଚୟ ପ୍ରଦାନ କରିବା ସହିତ ତା ସହିତ କେହି ତୁଳନୀୟ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି। କବିତାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜନ୍ମଭୂମିର ପରିଚୟ ପ୍ରଦାନ କରିବାକୁ ଯାଇ କବି କହିଛନ୍ତି ଯେ ଯେଉଁ ଦେଶରେ ମୁଁ ଜନ୍ମଗ୍ରହଣ କରିଛି, ଯାହାର ପବନ ମୋର ନିଶ୍ୱାସ ପ୍ରଶ୍ୱାସରେ ବହୁଛି, ଏପରିକି ଯେଉଁ ଦେଶରେ ରବି କିରଣ ଓ ଉତ୍ତାପ ପ୍ରଦାନ ଦେଉଛନ୍ତି, ତାହା ମୋର ଜନ୍ମଭୂମି। ଯାହାର ସୁଶୀତଳ ସ୍ୱଚ୍ଛ ଜଳ ପାନ କରି ମୋର ଶୋଷ ଦୂର ହେଉଛି, ଯାହାର ଫଳ ଶସ୍ୟ ଖାଇ ମୁଁ ଜୀବନ ଧାରଣ କରୁଛି, ଏପରିକି ଯାହାର ବକ୍ଷ ଦେଶରେ ମୁଁ ସର୍ବଦା ଚଲାବୁଲା କରୁଛି,
ସେହି ଦେଶ ମୋର ଜନନୀ ପରି ବା ସେ ମୋର ଜନ୍ମଭୂମି ଅଟେ। ଏ ପୃଥିବୀରେ ତାହା ସହିତ ସମାନ ହେଲା ପରି ଆଉ ସ୍ଥାନ କେଉଁଠି ବି ନାହିଁ। ବାସ୍ତବରେ ଜନନୀ ତୁଲ୍ୟା ଜନ୍ମଭୂମି ସହ କେହି ସମାନ ହୋଇପାରିବେ ନାହିଁ। ପ୍ରଶ୍ନ ନମ୍ବର ଖ ତାହା ଲାଗି ଶରୀର ରକ୍ତ ବିନ୍ଦୁ ଦାନ ଯେ ନ କରି କୃତଘ୍ନ ସେ ପଶୁର ସମାନ। ଉତ୍ତର ହେବ ସଂଶିତ ପଦ୍ୟାଂଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖିତ ଜନ୍ମଭୂମି କବିତାରୁ ଆନିତ। ଏଠାରେ ଜନ୍ମମାଟି ପାଇଁ ଯିଏ କିଛି ତ୍ୟାଗ ନ କରେ ସେ କିପରି କୃତଘ୍ନ ଓ ପଶୁତୁଲ୍ୟ ବିବେଚିତ ହୁଏ ତାହା ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ମନୁଷ୍ୟ ଜନ୍ମଭୂମିର ଅନ୍ନ ଜଳ ଖାଇ ଆପଣାର ଶରୀରକୁ ଜୀବନ୍ତ ରଖନ୍ତି। ସେହି ମାଟି ମାଆର ପରିଚୟରେ ଅନ୍ୟ ନିକଟରେ ପରିଚିତ ହୁଅନ୍ତି। ତାର ଗୌରବରେ ସେମାନଙ୍କର ସୁଖ ସୌଭାଗ୍ୟର ଉଦୟ ହୁଏ। ତାର ପତନରେ ସେମାନଙ୍କ ପତନ ଅବଶ୍ୟମ୍ଭାବୀ ହୋଇପଡ଼େ। ସେହି ଜନ୍ମମାଟିର କଥାକୁ ଦୂର ଦେଶରେ ଥାଇ ମନେ ପକାଇଲେ ମନଟା ଗୋଲେଇ ଘାଣ୍ଟି ହୁଏ। ମନ ଦୁଃଖରେ ତାକୁ ଦେଖିବା ପାଇଁ ସର୍ବଦା ଝୁରି ହେବାକୁ ପଡ଼େ। ସେହି ଜନ୍ମମାଟିଠାରୁ ବହୁ ଭାବେ ଉପକୃତ ହୋଇଥିବା ବ୍ୟକ୍ତି ଯଦି ଆପଣା ଶରୀରର ରକ୍ତବିନ୍ଦୁ ମାଟି ମା ପାଇଁ ଦାନ କରେ ତେବେ ସେ ପଶୁତୁଲ୍ୟ ବିବେଚିତ ହୁଏ। ଦାନ ନ କରେ ତେବେ ସେ ପଶୁତୁଲ୍ୟ ବିବେଚିତ ହୁଏ। ତାକୁ କୃତଘ୍ନ ବୋଲି କୁହାଯାଏ। ଜନ୍ମମାଟି ପ୍ରତି ସର୍ବଦା କୃତଜ୍ଞ ହୋଇ ରହିବା ଉଚିତ। ବାସ୍ତବରେ କବିଙ୍କର ଏହି ଉକ୍ତି ଯଥାର୍ଥ ଅଟେ। ପ୍ରଶ୍ନ ନମ୍ବର ଗ ମୁଣ୍ଡ ଝାଲ ଗୋଡ଼େ ମାରି ସ୍ୱଦେଶ ମଙ୍ଗଲେ ଲେଖି ଯାଇଛନ୍ତି ନାମ ଅକ୍ଷୟ ଅକ୍ଷରେ। ଉତ୍ତର ହେବ ଉପରୋକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ବହିର ଜନ୍ମଭୂମି କବିତାରୁ ଗୃହୀତ। ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ମହାବୀରମାନଙ୍କର ଜନ୍ମମାଟି ପାଇଁ ମହାନ ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି। ଇତିହାସର ପୃଷ୍ଠା ଲେଉଟାଇଲେ ବହୁ ମହାବୀରଙ୍କର ଅମର ଜୀବନଗାଥା ସମ୍ପର୍କରେ ଜାଣିହୁଏ। ସେହି ବୀରଗଣ ନିଜ ଜନ୍ମଭୂମିର ମଙ୍ଗଳ ବିଧାନ ପାଇଁ ଆପଣାର ଶରୀର ଦାନ କରିବାକୁ ପଛାଇ ନାହାନ୍ତି। ନିଜର ସୁଖ ଶାନ୍ତି ପରିବାରକୁ ଭୁଲି ସେମାନେ ଭିକ୍ଷାଥାଳ ଧରି ଦ୍ୱାରେ ଦ୍ୱାରେ ବୁଲିଛନ୍ତି। ସେମାନେ ଏ ମାଟି ପାଇଁ ନିଃସ୍ୱ କାଙ୍ଗାଳ ହୋଇଯାଇଛନ୍ତି। ଅନ୍ୟର ମଙ୍ଗଳ ବିଧାନ ନିମିତ୍ତ ମୁଣ୍ଡ ଝାଲକୁ ଗୋଡ଼ରେ ମାରି ବହୁ କଷ୍ଟରେ କାର୍ଯ୍ୟ କରିଛନ୍ତି। ଏପରି ବୀର ସନ୍ତାନମାନେ ନିଜର କର୍ମ ଦ୍ୱାରା ଅକ୍ଷୟ ଅକ୍ଷରେ ଆପଣାର ନାମକୁ ଲେଖି ଯାଇଛନ୍ତି। ଲୋକମୁଖରେ ଯୁଗ ଯୁଗ ଧରି ସେମାନଙ୍କର ଅମର ଗାଥା ପ୍ରଚାରିତ ହେଉଛି। ସେହିଭଳି ସନ୍ତାନ ଲାଭ କରି ସେମାନଙ୍କର ପିତାମାତା ଓ ଜନ୍ମଭୂମି ଧନ୍ୟ ହୋଇଛି। ସେମାନଙ୍କର ଜୀବନ କାହାଣୀ ଆମକୁ ଉଦ୍ବୁଦ୍ଧ କରିଛି। ବାସ୍ତବରେ ସେହି ମହାନ ବୀରମାନଙ୍କର ଅମର ଗାଥାର ପଟାନ୍ତର ନାହିଁ। ପ୍ରଶ୍ନ ନମ୍ବର 5 ବିଶେଷଣ ପଦଗୁଡ଼ିକ ଚିହ୍ନାଇ ଦିଅ। ସ୍ୱଚ୍ଛ ଜଳ ସ୍ୱଚ୍ଛ ହେଲା ବିଶେଷଣ ଜଳ ହେଉଛି ବିଶେଷ୍ୟ। ପ୍ରିୟ ପରିବାର ପ୍ରିୟ ହେଉଛି ବିଶେଷଣ ପରିବାର ହେଉଛି ବିଶେଷ୍ୟ। ଦୟାମୟ ପିତା ଏଠାରେ ହେଲା ବିଶେଷଣ ଦୟାମୟ ପିତା ହେଉଛି ବିଶେଷ୍ୟ। ଫୁଟିଲା ଫୁଲ ଫୁଟିଲା ହେଉଛି ବିଶେଷଣ ଫୁଲ ହେଉଛି ବିଶେଷ୍ୟ। ସୁନୀଲ ଆକାଶ ସୁନୀଲ ହେଉଛି ବିଶେଷଣ ଆକାଶ ହେଉଛି ବିଶେଷ୍ୟ। ନବ ଜଳଧାରା ତ ଏଥିରେ ନବ ହେଉଛି ବିଶେଷଣ। ତୋରା ଫୁଲ ତୋରା ହେଉଛି ବିଶେଷଣ। ପ୍ରଶ୍ନ ନମ୍ବର 6 ଉତ୍ତର ଲେଖ। କ ହେଲା ଜୀବନ ଧାରଣ ପାଇଁ କେଉଁ କେଉଁ ଜିନିଷ ଆମର ଅତି ଆବଶ୍ୟକ ହୋଇପଡ଼େ। ଉତ୍ତର ହେଲା ଜୀବନ ଧାରଣ ପାଇଁ ଜନ୍ମଭୂମିର ପବନ ସୂର୍ଯ୍ୟ କିରଣ ସ୍ୱଚ୍ଛ ଜଳ ଓ ଶସ୍ୟ ଫଳ ଆମର ଅତି ଆବଶ୍ୟକ ଅଟେ। ପ୍ରଶ୍ନ ନମ୍ବର ଖ ଜନ୍ମଭୂମି ଜନନୀ ସହିତ ସମାନ କାହିଁକି? ଉତ୍ତର ହେଲା ମା ଯେପରି ଆମକୁ ତା ବକ୍ଷର କ୍ଷୀର ଦିଏ ଆମକୁ ଲାଳନ ପାଳନ କରେ ସେହିପରି ଜନ୍ମଭୂମି ଆମକୁ ନିଜ ପାଖରେ ରଖିଥିବା ନାନାବିଧ ପଦାର୍ଥ ଦାନ କରି ପାଳନ କରେ। ଜନ୍ମଭୂମିର ବାୟୁ ସୂର୍ଯ୍ୟକିରଣ ସ୍ୱଚ୍ଛ ଜଳ ଏବଂ ଶସ୍ୟ ଫଳ ଆମ ଜୀବନ ଧାରଣ ପାଇଁ ନିତାନ୍ତ ଆବଶ୍ୟକ ଅଟେ। ତେଣୁ ଜନ୍ମଭୂମିକୁ ଜନନୀ ସହିତ ତୁଳନା କରାଯାଏ। ପ୍ରଶ୍ନ ନମ୍ବର କ ପରିବାରର କେଉଁମାନେ ଆମର ଅତି ପ୍ରିୟ? ଉତ୍ତର ହେଲା ପରିବାର ସମସ୍ତଙ୍କ ପାଇଁ ଖୁବ୍ ଆପଣାର। ପରିବାରରେ ଦୟାମୟ ପିତା ସ୍ନେହମୟୀ ଜନନୀ ଓ ସ୍ନେହର ପିତୁଲା ଭାଇ ଭଉଣୀ ଆମର ଅତି ପ୍ରିୟ ଅଟନ୍ତି। ପ୍ରଶ୍ନ ନମ୍ବର ଘ କାହାକୁ କବି କୃତଘ୍ନ ଓ ପଶୁର ସମାନ ବୋଲି କହିଛନ୍ତି? ଉତ୍ତର ହେଲା
ଯେଉଁ ଲୋକ ଜନ୍ମଭୂମିଠାରୁ ନାନାବିଧ ଉପକାର ପାଇ ତାର ମଙ୍ଗଳ ବିଧାନ ପାଇଁ ଆପଣା ଶରୀରରୁ ରକ୍ତଦାନ ନ କରି ତାକୁ କବି କୃତଘ୍ନ ଓ ପଶୁ ସହିତ ସମାନ ବୋଲି ବିବେଚନା କରିଛନ୍ତି। ପ୍ରଶ୍ନ ନମ୍ବର 1, ମହାପୁରୁଷମାନଙ୍କ ଜୀବନୀରୁ ଆମେ କି ଶିକ୍ଷା ପାଉ? ଉତ୍ତର ହେଲା, ଦେଶର ମଙ୍ଗଳ ବିଧାନ ପାଇଁ ନିଜର ଶରୀରକୁ ଦାନ କରିବା ଉଚିତ। ନିଜର ସୁଖ ଶାନ୍ତି, ଘର ପରିବାରକୁ ଭୁଲିଯାଇ ଅନ୍ୟର ମଙ୍ଗଳ କରିବା ଉଚିତ। ଏପରିକି ନାନାବିଧ କଷ୍ଟ ସହି ଲୋକଙ୍କର ମଙ୍ଗଳ ସାଧନ କରିବା ଆବଶ୍ୟକ। ଏହା ହିଁ ମହାପୁରୁଷମାନଙ୍କର ଜୀବନୀରୁ ଆମେ ଶିକ୍ଷା ଲାଭ କରୁ। ପ୍ରଶ୍ନ ନମ୍ବର 7, ସ୍ନେହର ପିତୁଲା ଭଳି ପିତୁଲା ଶବ୍ଦ ପୂର୍ବରୁ ଆଉ କେଉଁ ଶବ୍ଦଟି ବ୍ୟବହାର କରିହେବ ଭାବି ଲେଖ। ସ୍ନେହର ପିତୁଲା ଭଳି ନୟନ ପିତୁଲା ଲେଖାଯାଇପାରିବ। ପ୍ରଶ୍ନ ନମ୍ବର 8, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ରବି ତାପ ଶୋଭା ଧରେ, କାନନ ଶୋଭେ କେତେ ବିହଙ୍ଗମ କୁଲ, ନବଜଳଧର ତୋରା ଫୁଲ। କାନନ ଶୋଭେ କେତେ ତୋରା ଫୁଲ। ଯାହାର ଗୌରବେ କେତେ ଡ୍ୟାସ୍, ଯାହାର ଗୌରବେ କେତେ ଡ୍ୟାସ୍। ଏହାର ସଠିକ୍ ଉତ୍ତର ହେବ ସୁଖର ଉଦୟ। ସୁଖର ଉଦୟ। ପ୍ରଶ୍ନ ନମ୍ବର 9 ବା ଶେଷ ପ୍ରଶ୍ନ, ନିମ୍ନଲିଖିତ ଶବ୍ଦଗୁଡ଼ିକର ଅର୍ଥ ପ୍ରକାଶ କରୁଥିବା କେଉଁ କେଉଁ ଶବ୍ଦ କବିତାରେ ବ୍ୟବହାର କରାଯାଇଛି ଖୋଜି କରି ଲେଖ। ମେଘର ଜଳଧର, ବିଜୁଳି ସୌଦାମିନୀ, ଚଢ଼େଇ ବିହଙ୍ଗମ, ତାରା ନକ୍ଷତ୍ର, ପୃଥିବୀ ଧରା। ଏହିପରି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲରେ ଯୋଡ଼ି ରହ। ଧନ୍ୟବାଦ।